ସକାଳୁ ସକାଳୁ ମୋ ଝିଅ ଆଖୁ ଦେଖିକି କହିଲା, ମାମା ଦୁଇଟା ଆଖୁ ତ ରହିଯାଇଛି, ଆଉ ସେ ଦୁଇଟା ଆଖୁକୁ ଆମେ ଚାଲେ ପଣା କରିକି ଆଜି ପିଇବା। ଦେଖିଛ ତ ବାହାରେ କେତେ ଜୋରେ ଖରା ହେଉଛି, ସେଥିପାଇଁ ଆମେ 2 ଜଣ ଭାବିଲୁ ଆଉ 2ଟି ଆଖୁ ଅଛି ତାକୁ ଆମେ ପଣା କରିଦେବା। ମୋ ଝିଅ ଭାରି ମନ ଖୁସି ପଣା ପିଇବ ବୋଲି। ସେ ମୋ ପାଖରେ ବସିଥାଏ, ମୁଁ କେମିତି କାଟୁଛି କ'ଣ କରୁଛି ସବୁ ସେ ଦେଖିଲା। ଦେଖିକି ସେ ତାର ଟିକେ ଟିକେ କହୁଥାଏ, ଏମିତି କରିବା ସେମିତି କରିବା। ମୁଁ ତାର ଭଏସ୍ ଗୁଡ଼ା ସବୁ କାଟି ଦେଇଛି। ଆଉ ଏଇଭଳିଆ ସବୁ କାଟିକି ଛୋଟ ଛୋଟ ଖଣ୍ଡ କରିଦେଲି। ଖଣ୍ଡ କରିଦେଇକି ମୁଁ ତାକୁ ଗ୍ରାଇଣ୍ଡିଙ୍ଗ କରିକି ତାପରେ ତାକୁ ଛାଣିଦେବି। ତାପରେ ଯେଉଁ ରସଟା ବାହାରିବ ସେଇଟା ଟିକେ ବିଟ୍ ଲୁଣ ପକେଇକି ଆମେ ଖାଇବୁ ବୋଲି ପ୍ରସ୍ତୁତ କରିଦେଲି। ଦେଖନ୍ତୁ ଏବେ ଗ୍ରାଇଣ୍ଡିଙ୍ଗ ହେଇଗଲା, ପୁରା ଚୁନ ଚୁନ ପୁରା ଗ୍ରାଇଣ୍ଡିଙ୍ଗ ପୁରା ଗୁଣ୍ଡ ହେଇଗଲା। ଏବେ ଗୋଟେ ଭଲ ସଫା କପଡ଼ା ଆଣିକି ତା ଉପରେ ସବୁ ବାହାର କରିକି ରଖିଦେଲି। ଖରାଦିନେ ତ ଜାଣିଥିବେ ଯେତେ ପାଣି ଜିନିଷ ପାଣି ଜାତୀୟ ଜିନିଷ ପିଇବେ ସେଇଟା ବହୁତ ପେଟ ପାଇଁ ବହୁତ ଭଲ। ଏବେ ଆମେ କ'ଣ କଲୁ, ସବୁ ମୁଁ ବାହାର କରିଦେଇକି ତାକୁ ଭଲ ଭାବରେ ଛାଣିଦେବି। ଛାଣିଲା ପରେ ମୁଁ ଖାଇକି ଆପଣମାନେ ନିଜେ ଘରେ ପ୍ରସ୍ତୁତ କରିକି ଦେଖିବେ, ଏତେ ଟେଷ୍ଟି ଲାଗିବ ଆପଣମାନେ ଆଉ କହିବେନି। ଯେମିତି ଆପଣମାନେ ଦୋକାନରେ ପିଉଛନ୍ତି ସେଇଭଳିଆ ଟେଷ୍ଟି ଲାଗିବ। ଆଉ ଟିକେ ଏଇଭଳିଆ ଭଲ ଭାବରେ ଚିପୁଡ଼ିକି ପାଣି ବାହାର କରିଦେଲି। 2ଟି ଆଖୁରୁ ଦେଖନ୍ତୁ କେତେ ଗୁଡ଼ିଏ ରସ ବାହାରିଲା। ଏଇଗୁଡ଼ା ସବୁ ଖଦା ଗୁଡ଼ାକ ବାହାର କରିକି ତାକୁ ମୁଁ ଫୋପାଡ଼ି ଦେଲି। ଆଉ ଟିକେ ତା ଉପରେ ବିଟ୍ ଲୁଣ ପକାଇଦେବା, ଯେହେତୁ ବିଟ୍ ଲୁଣ ପକାଇଦେଲେ ଟିକେ ଟେଷ୍ଟି ଆସିବ। ଆଉ ଟିକେ କ'ଣ ପକାଇଥିଲେ ହେଇଥାନ୍ତା, ମୋ ଝିଅ ଆଉ ଅସମ୍ଭାଳରେ ଲେମ୍ବୁ ଫେମ୍ବୁ ପକାଇବାକୁ ଆଉ ଟାଇମ୍ ଦେଲାନି। ସେ କହିଲା, ମାମା କେମିତି ମୁଁ ପିଇବି। ତ ସେଥିପାଇଁ ସେ ତାକୁ ଏସବୁ ପକାଇ ଦେଇକି ଟିକେ ଭଲ ଭାବରେ ଗୋଳେଇ ଦେଲି ଲୁଣ ପକାଇକି। ତାପରେ ତାକୁ ଦେଇଦେଲି, ସେ ପିଇଲା। କହିଲା, ମାମା ବହୁତ ଟେଷ୍ଟି ହେଇଛି। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଦେଖୁଛନ୍ତି ସେମାନେ ମୋ ଚ୍ୟାନେଲକୁ ଲାଇକ୍ ଆଉ ସେୟାର ଆଉ ସବସ୍କ୍ରାଇବ୍ ନିହାତି କରନ୍ତୁ। ରହୁଛି, ଜୟ ଜଗନ୍ନାଥ। ଭଲ ଲାଗୁଛି।